ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଓଡ଼ିଶାର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ରାଜସ୍ୱ ବିଭାଗ ତରଫରୁ ଗୋଟେ ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ସମସ୍ତେ ଜାଣିଥିବେ, ଦୀର୍ଘ ଦିନ ଧରି ଯଦି ଆପଣମାନଙ୍କର ବାପା ବା ଜେଜେବାପାଙ୍କ ନାମରେ ଥିବା ଜମି ଆପଣମାନେ କରେକ୍ସନ୍ କରିବା ପାଇଁ ଆର୍ଆଇ ବା ତହସିଲ ଅଫିସକୁ ଯାଇ ଆପଣମାନଙ୍କର ଏହି କରେକ୍ସନ୍ଟି ହୋଇପାରୁନାହିଁ, ଯାହାର ନିୟମ କଲମ 2 ଅନୁସାରେ ପୂର୍ବପୁରୁଷଙ୍କ ନାମରେ ଥିବା ଜମିକୁ ଜଣେ ଉତ୍ତରାଧିକାରୀ ନାମରେ କରିବା ପାଇଁ ଯେଉଁ ପ୍ରୋସେସ ଗୁଡ଼ିକ ଥିଲା, ବର୍ତ୍ତମାନ ସରକାରଙ୍କ ତରଫରୁ ସେହି ପ୍ରୋସେସକୁ କୋହଳ କରାଯିବ ଏବଂ ଯେତେ ଜଲ୍ଦି ହେବ ରାଜ୍ୟରେ କଲମ 2 କରେକ୍ସନ୍ ସରକାର ଆରମ୍ଭ କରିବା ପାଇଁ ଯାଉଛନ୍ତି। କାରଣ ଦେଖନ୍ତୁ, ବର୍ତ୍ତମାନ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ଆସିଲା ପରେ ଆପଣମାନଙ୍କର ପିଏମ୍ କିଷାନ ଯୋଜନା ହେଉ, ସିଏମ୍ କିଷାନ ଯୋଜନା ହେଉ, ଫସଲ ବୀମା, ଏମିତିକି ଏଥର ଏଗ୍ରିଷ୍ଟକ୍ ଫାର୍ମର ଆଇଡି ଯେଉଁ ମଣ୍ଡି ପଞ୍ଜୀକରଣ ପାଇଁ ଲାଗୁ କରାଯାଇଥିଲା, ଏଥିରେ ବହୁ ଜଣ ଚାଷୀ ଭାଇ ଭଉଣୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସରକାର ଏଗ୍ରିଷ୍ଟକ୍ର ମୂଳ ଯେଉଁ ରହିଥିଲା ପ୍ରୋବ୍ଲେମ୍, ଯେ ପୂର୍ବପୁରୁଷଙ୍କ ନାମରେ ଥିବା ଜମିକୁ କେମିତି ଚାଷୀ ଭାଇ ଭଉଣୀମାନେ ବର୍ତ୍ତମାନ ନିଜ ନାମରେ କରିପାରିବେ। ତେଣୁ ୟାକୁ ଆଖି ଆଗରେ ରଖି ବର୍ତ୍ତମାନ ରାଜସ୍ୱ ବିଭାଗରୁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି ଯେ ଖୁବ୍ ଜଲ୍ଦି ରାଜ୍ୟରେ 75 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଭାଇ ଭଉଣୀମାନଙ୍କର, ଯାହାକି ବାପା ବା ଜେଜେବାପାଙ୍କ ନାମରେ ଥିବା ପୂର୍ବପୁରୁଷ ଜମିକୁ କଲମ 2 ଆଧାରରେ ବର୍ତ୍ତମାନ ଉତ୍ତରାଧିକାରୀଙ୍କ ନାମକୁ ଟ୍ରାନ୍ସଫର କରାଯିବ। ଏନେଇ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି। ଆସନ୍ତୁ କ'ଣ ରହିଛି ସେ ଅପଡେଟ୍ ଏବଂ ସରକାର ଏହି ପଦକ୍ଷେପ ଯେତେ ଜଲ୍ଦି ନେଲେ ଚାଷୀ ଭାଇ ଭଉଣୀମାନଙ୍କୁ କ'ଣ ବେନିଫିଟ୍ ମିଳିପାରିବ, ଆସନ୍ତୁ ସେ ବିଷୟରେ କିଛି ଡିଟେଲ୍ସ ଇନଫର୍ମେସନ୍ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଦେଖନ୍ତୁ, ଆମ ରାଜ୍ୟରେ ଗୋଟେ ସବୁଠାରୁ ବଡ଼ ସମସ୍ୟା ଯେ ଭାଗ ବଣ୍ଟା। କାରଣ ଦେଖନ୍ତୁ, ବହୁତ ଜଣ ପିଢ଼ି ଟୁ ପିଢ଼ି ପୂର୍ବପୁରୁଷଙ୍କ ନାମରେ ଥିବା ଜମିକୁ ବର୍ତ୍ତମାନ ନିଜ ନାମରେ କରିବା ପାଇଁ ବହୁତ ସାରା ପ୍ରୋବ୍ଲେମ୍ ହେଇଥାଏ। ପ୍ରଥମ ପ୍ରୋବ୍ଲେମ୍ ଫ୍ୟାମିଲି ଡିଷ୍ଟର୍ବାନ୍ସ। ଯଦି ଗୋଟେ ପରିବାରରେ ଆମର 2 ପିଢ଼ିର ଜମି ବର୍ତ୍ତମାନ ସୁଦ୍ଧା ନିଜ ନାମରେ ଟ୍ରାନ୍ସଫର ହୋଇନାହିଁ, ତାହେଲେ ସେଠି ବହୁତ ସାରା ପ୍ରୋବ୍ଲେମ୍ ଦେଖିବା ପାଇଁ ମିଳେ। ଝିଅମାନେ ଭାଗ ନେବା ପାଇଁ କହିଥାନ୍ତି, ଭାଇ ଭାଇ ମଧ୍ୟରେ ସମ୍ପର୍କ ଭଲ ନଥିବା କାରଣରୁ ଏହିସବୁ ସମସ୍ୟା ଦୀର୍ଘ ଦିନ ଧରି ସବୁ ଏରିଆରେ ଦେଖିବା ପାଇଁ ମିଳେ। ତେଣୁ ସରକାର ଏହି ଯେଉଁ ପ୍ରୋବ୍ଲେମକୁ ଆଖି ଆଗରେ ରଖି ବର୍ତ୍ତମାନ କଲମ 2 ଆଧାରରେ ସମସ୍ତ ଉତ୍ତରାଧିକାରୀମାନଙ୍କୁ ଜମିପଟା ଟ୍ରାନ୍ସଫର କରିବାର ବ୍ୟବସ୍ଥା କରୁଛନ୍ତି। ଏନେଇ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି। ତ ଦେଖନ୍ତୁ, ଯେତେବେଳେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ରେଜିଷ୍ଟ୍ରେସନ୍ କରିବାରେ କଲମ 2ର ଯେଉଁ ପ୍ରୋବ୍ଲେମଟି ରହୁଛି, ତ ଏହି ପ୍ରୋବ୍ଲେମକୁ ବର୍ତ୍ତମାନ ସଲ୍ୟୁସନ୍ କରିବା ପାଇଁ 71 ଲକ୍ଷ ଚାଷୀଙ୍କ ସଂଶୋଧନ ହେବ ବୋଲି ରାଜସ୍ୱ ମନ୍ତ୍ରୀ ଯାହାକି ସୂଚନା ଦେଇଛନ୍ତି। ତେଣୁ ଏଗ୍ରିଷ୍ଟାକ୍ରେ ଚାଷୀ ପଞ୍ଜୀକରଣ କଲାବେଳେ କଲମ 2କୁ ନେଇ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି। ବିଶେଷ କରି ଜମିପଟା ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇନଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ଧରି ହେବ ଜେଜେବାପାଙ୍କ ନାମରେ ପଟ୍ଟା ରହିଥିବା ଚାଷ ଜମି ଏବେ ନାତିଙ୍କ ନାମକୁ ନ ଆସିଥିଲେ ବି ସେ ଚାଷ କରୁଛନ୍ତି, ହେଲେ ପଞ୍ଜୀକରଣ ବେଳେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ଯେଉଁ ସମସ୍ୟାଟି ଦୀର୍ଘ ଦିନ ଧରି ଆମ ଓଡ଼ିଶାରେ ଚାଲି ରହିଛି। ଗୋଟିଏ ଯୌଥ ପରିବାର ଭିତରେ ଅଧିକ ଭାଇ ଥିଲେ, ବାପାଙ୍କ ନାମରେ ଜମି ଥିଲେ ବି ଦେଖାଯାଉଛି ବିବାଦ। ଯାହା ନାଁରେ ପଟ୍ଟା ନାହିଁ ସେମାନେ ପଞ୍ଜୀକରଣ କରିପାରୁନାହାନ୍ତି, ଯାହାକୁ ନେଇ ବିଜେଡ଼ି ଓ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଚାଷୀ ଯେଉଁ ଭାବନା ନେଇ ଭୋଟ ଦେଇଥିଲେ ସେମାନେ ଏବେ ଶୋଷଣର ଶିକାର ହେଉଛନ୍ତି। ଏହି ସରକାର ପ୍ରଚାର ସର୍ବସ୍ୱ। ଯେତେବେଳେ ତାଙ୍କ ବିଧାୟକମାନେ ମନ୍ତ୍ରୀଙ୍କୁ ଭେଟୁଛନ୍ତି, ସେଥିରୁ ଆପଣ ଜାଣୁଥିବେ ଯେ ପଞ୍ଜୀକରଣରେ କିପରି ଅବ୍ୟବସ୍ଥା ହେଉଛି। ଅର୍ଥାତ୍ ଦେଖନ୍ତୁ, ଯେଉଁ ମୂଳ ସମସ୍ୟା ମୁଁ ବାରମ୍ବାର ଆପଣମାନଙ୍କୁ କହି ଆସିଥିଲି ଯେ ସରକାର କେବଳ ଏଗ୍ରିଷ୍ଟକ୍ ଉପରେ ଫୋକସ୍ କରୁଛନ୍ତି, କିନ୍ତୁ ଯେଉଁ ଗ୍ରାଉଣ୍ଡ ଲେଭେଲର ଯେଉଁ ପ୍ରୋବ୍ଲେମଟି ରହିଛି, ଯେମିତିକି ଆପଣଙ୍କର କଲମ 2ର ଯେଉଁ କରେକ୍ସନର ପ୍ରୋବ୍ଲେମ୍, ତାହା ଉପରେ ଧ୍ୟାନ ଦେବା ନିହାତି ଦରକାର। ତେଣୁ ଅପରପକ୍ଷରେ ଏହାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ କଲମ 2 କରେକ୍ସନ ପ୍ରକ୍ରିୟା ନୂଆ ସରକାର ଆସିଲା ପରେ ଆରମ୍ଭ ହେଲା। ତଥ୍ୟ ଅନୁସାରେ ରାଜ୍ୟରେ ବର୍ତ୍ତମାନ 1,71,00,000 ଜମି ମାଲିକ ଅଛନ୍ତି। 1 କୋଟିରୁ ଅଧିକ ଜମି ମାଲିକ ତଥା ଚାଷୀଙ୍କର ସଂଶୋଧନ ସରିଗଲାଣି। ଅର୍ଥାତ୍ ସରକାରଙ୍କ କହିବା କଥା, ଯେଉଁ ଆପଣମାନଙ୍କର ନୂଆ ସରକାର ଆସିଲା ପରେ ରାଜସ୍ୱ ବିଭାଗ ତରଫରୁ 1,71,00,000 ଜମି ମାଲିକ ମଧ୍ୟରୁ 1 କୋଟିରୁ ଅଧିକ ଜମି ଯାହାକି ଉତ୍ତରାଧିକାରୀଙ୍କୁ ଟ୍ରାନ୍ସଫର ହୋଇସାରିଲାଣି। ତେଣୁ ହିନ୍ଦୁ ଉତ୍ତରାଧିକାରୀ ଆଇନରେ ଉତ୍ତରାଧିକାରୀ ଅତି ସହଜ, କିନ୍ତୁ ଓଡ଼ିଶାରେ 24% ଜନଜାତି ସମ୍ପ୍ରଦାୟର ଲୋକ ଅଛନ୍ତି, ଯେଉଁମାନଙ୍କର ଉତ୍ତରାଧିକାରୀ ସ୍ୱତ୍ୱ
ନିଜସ୍ୱ ପରମ୍ପରା ଦ୍ୱାରା ପରିଚାଳିତ ହୋଇଥାଏ। ରାଜ୍ୟରେ 64 ପ୍ରକାର ଜନଜାତି ସମ୍ପ୍ରଦାୟର ଲୋକ ଅଛନ୍ତି। ସେମାନଙ୍କର ପଦ୍ଧତି ଉତ୍ତରାଧିକାରୀ ପାଇବା ନେଇ ଅଧ୍ୟୟନ କରୁଛୁ। ଅର୍ଥାତ୍ ଆପଣମାନଙ୍କର ଜାଣିଥିବେ ଯେଉଁଟାକି ଆପଣଙ୍କର ରୁଲ୍ ଗୁଡ଼ିକ ରହିଛି, ସେ ରୁଲ୍ରେ କିଛି କିଛି ଜାଗାରେ ଜନଜାତି SC ST କ୍ୟାଟେଗୋରୀର ଯେଉଁ ଚାଷୀ ଭାଇ ଭଉଣୀମାନେ ରହିଛନ୍ତି ବା ଯେଉଁ ଲୋକମାନେ ରହୁଛନ୍ତି ତାଙ୍କର ଯେଉଁ ନିୟମ ରହିଛି ସେଥିରେ ଟିକେ ଚେଞ୍ଜେସ୍ ଯାହାକି ସରକାର ଆଣିବା ପାଇଁ ଚାହୁଁଛନ୍ତି, ଯାହାଦ୍ୱାରା କି ଇଜିଲି ସମସ୍ତଙ୍କର ହେଇପାରିବ। ତେଣୁ ଆମେ ପ୍ରଥମେ ଅଧ୍ୟୟନ କରି ଡାଟାବେସ୍ ପ୍ରସ୍ତୁତ କରୁଛୁ। ଖୁବ୍ ଶୀଘ୍ର ମର୍ଟାଲିଟି ପ୍ରସ୍ତୁତ କରାଯିବ ବା ଆମର ଯେଉଁ ଗାଇଡ଼ଲାଇନ୍ଟା ଆସିଯିବ, ତହସିଲଦାରମାନଙ୍କୁ ଏ ବାବଦରେ ଟ୍ରେନିଂ ଦିଆଯିବ। ଯେଉଁଠି ଉତ୍ତରାଧିକାରୀମାନେ ସତ୍ତ୍ୱ ଜଟିଳ ଅଛି, ଯେମିତି ଆପଣଙ୍କର ମାମଲା ଗୁଡ଼ିକ ପଡ଼ି ରହିଛି, ଯେଉଁଠି କିଛି ବିବାଦ ନାହିଁ, ଶୀଘ୍ର ତାକୁ ସରିବା ପାଇଁ ରାଜସ୍ୱ ଅଧିକାରୀଙ୍କୁ ତାଲିମ ଦିଆଯିବ। ଯେଉଁମାନଙ୍କର ସଂଶୋଧନ ହୋଇନାହିଁ, ରାଜସ୍ୱ ବିଭାଗକୁ ଲିଖିତ ଆବେଦନ କରନ୍ତୁ। ଅନ୍ୟ ଧର୍ମାବଲମ୍ବୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଉତ୍ତରାଧିକାରୀ ସତ୍ତ୍ୱ ମଧ୍ୟ ଟିକେ ଭିନ୍ନ ହୋଇଥାଏ। ସେଥିପାଇଁ ଏ ପ୍ରକ୍ରିୟା ଗତି ଯାହାକି ଧିମେଇ ଯାଉଛି। ଆଉ 71 ଲକ୍ଷ ଚାଷୀଙ୍କର କଲମ ଟୁ କରେକ୍ସନ୍ ପାଇଁ ତାଲିମ ପ୍ରାପ୍ତ ଅଧିକାରୀଙ୍କୁ କାମରେ ଲଗାଇବୁ, କାର୍ଯ୍ୟ ସମ୍ପାଦନ କରିବୁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ଅର୍ଥାତ୍ ଯେଉଁ ସମସ୍ୟାଟି ରହିଛି ଆପଣଙ୍କର କଲମ ଟୁ କରେକ୍ସନ୍, ତ ସେ କଲମ ଟୁ କରେକ୍ସନ୍ ଆପଣମାନେ ମଧ୍ୟ ନିହାତି ସରକାରଙ୍କୁ ସାହାଯ୍ୟ କରିବା ଦରକାର। ଏବଂ ମେନ୍ ପ୍ରୋବ୍ଲେମ୍ ରହିଛି ଗ୍ରାଉଣ୍ଡ ଲେବୁଲରେ ଯେଉଁ ଅଧିକାରୀମାନେ ରହିଛନ୍ତି ସେମାନେ ସଠିକ୍ ଭାବରେ ଏହି କାମକୁ ପରିଚାଳନା କରୁନାହାନ୍ତି। ଦୀର୍ଘ ଦିନ ଧରି ଆପଣମାନଙ୍କର ପ୍ରଥମେ ଯାହାକି ଆରମ୍ଭ ହୋଇଥିଲା, RI ମାନେ ଆପଣମାନଙ୍କ ଗ୍ରାମକୁ ଆସୁଥିଲେ। ଗ୍ରାମକୁ ଆସିଲା ପରେ ସେଠି ଆପଣଙ୍କର ଆପ୍ଲିକେସନ୍ ଏବଂ ଯେଉଁଠି କୌଣସି ଭାଇ ମଧ୍ୟରେ ବିବାଦ ନାହିଁ, ଯେଉଁଠି ଇଜିଲି ହେଇପାରୁଛି, ସେଇଟା ଆପଣମାନଙ୍କୁ ନିହାତି କରେକ୍ଟ କରିବା କଥା। ତେଣୁ ଯାହା ବି ହେଉ ଚାଷୀ ଭାଇ ଭଉଣୀମାନଙ୍କୁ ଏହି ନିଷ୍ପତ୍ତିଟି ନିହାତି ସରକାରଙ୍କ ତରଫରୁ ଗ୍ରହଣଯୋଗ୍ୟ ରହିବ। କିନ୍ତୁ ଯେତେ ଶୀଘ୍ର ପାରିବ ଏହି ନିଷ୍ପତ୍ତି ଯାଇକି ଇମ୍ପ୍ଲିମେଣ୍ଟେସନ୍ ହେଇପାରିଲେ, ଅର୍ଥାତ୍ କାର୍ଯ୍ୟକାରୀ ହେଇପାରିଲେ, ତାହେଲେ ନିହାତି ଚାଷୀ ଭାଇ ଭଉଣୀମାନେ ଉପକୃତ ହେବେ। ତେଣୁ ଏହା ଥିଲା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡ଼େଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ମିଳିଥିବ। ତେଣୁ ସରକାରଙ୍କର ଏହି ନିଷ୍ପତ୍ତି ଆପଣମାନଙ୍କୁ କେମିତି ଲାଗିଲା ଏବଂ ଆପଣମାନେ କେମିତି ଜଲ୍ଦି ନିଜର କରେକ୍ସନ୍ କରିପାରିବେ, ସେ ବିଷୟରେ ମଧ୍ୟ ଆପଣମାନେ ସଚେତନ ହେବା ନିହାତି ଦରକାର। ଯଦି ଆପଣମାନଙ୍କର ଏରିଆରେ RI ତହସିଲଦାର ଆସୁଛନ୍ତି ଡକୁମେଣ୍ଟ ଭେରିଫିକେସନ୍ କରିବା ପାଇଁ ବା ଆପଣମାନଙ୍କର ଏହି କଲମ ଟୁର ଭେରିଫିକେସନ୍ କରିବା ପାଇଁ, ସେ ସମୟରେ ଆପଣମାନଙ୍କର ସହମତି ସହିତ ଭାଇମାନଙ୍କ ସହିତ ଭଲ ସମ୍ପର୍କ ସୁସମ୍ପର୍କ ଗଠନ କରି ଯେତେ ଜଲ୍ଦି ପାରିବେ ଆପଣମାନେ ନିଜର କରେକ୍ସନ୍ କରାଇ ନିଅନ୍ତୁ, ଯାହାଦ୍ୱାରା କି ଆଗକୁ ଆପଣମାନଙ୍କର PM କିଷାନ CM କିଷାନ ଏଗ୍ରିଷ୍ଟକ୍ ID ମାଧ୍ୟମରେ ହେଇପାରିବ। ତେଣୁ ଏହା ଥିଲା ଆଜିର ଅପଡ଼େଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରୁ ମୋ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ନିହାତି ଜଣାଇବେ। ଧନ୍ୟବାଦ।